ଢେଙ୍କାନାଳ ଜିଲ୍ଲା ଭୁବନରେ ସୁନା ଚେନ୍ ଛିଣ୍ଡାଇ ନେବାକୁ ଉଦ୍ୟମ କଲାବେଳେ ଲୁଟେରାଙ୍କୁ କାବୁ କଲେ ଲୋକେ। ଏକ ବାଇକ୍ ଯୋଗେ ଦୁଇ ଲୁଟେରା ଭୁବନର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଠାରୁ ନୂଆବଜାର ରାସ୍ତାରେ ନିର୍ଝରଣୀ ସାହୁ ନାମକ ଜୈନିକ ମହିଳା ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାକୁ ଉଦ୍ୟମ କରି ଖସି ଯାଉଥିବା ବେଳେ ପୁଅ ପ୍ରଭାତ କୁମାର ସାହୁ ସାହସର ସହିତ ଲୁଟେରାକୁ ମାଡ଼ି ବସିଥିଲା। ତେବେ ତୁରନ୍ତ ପାଖ ପଡ଼ୋଶୀମାନେ ଧାଇଁ ଆସି ଲୁଟେରାକୁ କାବୁ କରିବା ସହିତ ଦୁଇଟି ଅଫୁଟା ଗୁଳି ସହିତ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲେ। ଲୁଟେରା ଜଣକ ହେଲେ ସୁଧୀର ସର୍ଦ୍ଦାର, ବୟସ 40, ଘର ଝାଡ଼ଖଣ୍ଡରେ ବୋଲି ଲୁଟେରା ନିଜର ପରିଚୟ ଦେଇଛି। ତେବେ ଅନ୍ୟ ଜଣେ ଲୁଟେରା ବାଇକ୍ ନେଇ ସେଠାରୁ ଚମ୍ପଟ ମାରିଥିବା ବେଳେ ଭୁବନରେ ପୂର୍ବରୁ ହୋଇଥିବା ଚୋରି, ଡକାୟତି ଓ ଲୁଟପାଟରେ ଏମାନଙ୍କର ହାତ ରହିବା ସହିତ ଭୁବନର କିଛି ଚୋରମାନଙ୍କ ସହିତ ସମ୍ପର୍କ ରହିଥାଏ ବୋଲି ସନ୍ଦେହ କରାଯାଉଛି। ତେବେ ଖବର ପାଇ ଭୁବନ ପୋଲିସ ଦେଶୀ ବନ୍ଧୁକ, ଦୁଇଟି ଅଫୁଟା ଗୁଳି ଜବତ କରିବା ସହିତ ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଭୁବନ ଥାନାକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ଢେଙ୍କାନାଳରୁ କ୍ଷୀରଚନ୍ଦ୍ର ନାୟକ ରିପୋର୍ଟ, A1 ଓଡ଼ିଶା।